ଅଖୁଜାନନଙ୍କର ଆଜି ତାଙ୍କର ଦେଖନ୍ତୁ ଆଜି ସ୍ୱର୍ଗତ ସୁଶାନ୍ତ ପଣ୍ଡାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ଆଜି କରସାଇ ଗ୍ରାମ ପଞ୍ଚାୟତରେ ବ୍ଲଡ ଡୋନେସନ କ୍ୟାମ୍ପ ଆମେ ଅର୍ଗାନାଇଜ କରିଛୁ। ସୁଶାନ୍ତ ପଣ୍ଡା ଯୋଉଟା ଯାହାଙ୍କ ନାଁ ଅଖୁଜା ନନା ବୋଲି ସେ ପରିଚିତ, ସେ କରସାଇ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ଗୋଟେ ସଂଗଠକ, ଗୋଟେ ଜଣେ ଦୃଢ ସଂଗଠକ ଥିଲେ। ତାଙ୍କ ଦ୍ୱାରା କରସାଇ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଗତ ଦିନରେ ହେଇଛି ଏବଂ ସେ ଜଣେ ଭଲ ମଣିଷ ଥିଲେ ଏବଂ ଗୋଟେ ଏ ଅଞ୍ଚଳରେ ସେ ଲୋକପ୍ରିୟ ଥିଲେ। ଲୋକମାନଙ୍କର ସାଧାରଣ ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ତାଙ୍କର ଅବଦାନ ସବୁଦିନେ ଏ ଅଞ୍ଚଳର ଜନସାଧାରଣ ମନେ ରଖିବେ। ତେଣୁ ତାଙ୍କୁ ସବୁଦିନ ପାଇଁ ମନେ ରଖିବା ପାଇଁ ତାଙ୍କରି ନାଁରେ ମଧ୍ୟ ଦେଖନ୍ତୁ ଏ ପଞ୍ଚାୟତ ଅଫିସଟା କେତେ ସୁନ୍ଦର ହେଇଛି। ତାଙ୍କର ଅବଦାନ କହିଲେ ଅତ୍ୟୁକ୍ତି হবে ନାହିଁ। ତାଙ୍କର ଅବଦାନ ଯାହା ସମସ୍ତେ ଏଠି ଦେଖନ୍ତୁ, ସମସ୍ତେ ମା ମାଉସୀ ମାନେ ଉପସ୍ଥିତ ଅଛନ୍ତି, ସମସ୍ତେ ଜାଣିଛନ୍ତି। ତାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକରେ ଆମେ ସମସ୍ତେ ମାନେ ମ୍ରିୟମାଣ ହେଇପଡୁଛୁ। ତାଙ୍କର ମୃତ୍ୟୁରେ ଦେଖିବେ ହଜାର ହଜାର ଲୋକ କଟସାଇ ଗ୍ରାମ ପଞ୍ଚାୟତରେ ପ୍ରତି ଗାଁରେ ତାଙ୍କୁ ଯେତେବେଳେ ତାଙ୍କର ଶବ ଯାଇଥିଲା ଏବଂ ତାଙ୍କର ମୃତ୍ୟୁ ଖବର ଯେତେବେଳେ ଆସିଥିଲା, ଲୋକମାନେ ମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଗହଳି ହେଇଥିଲେ। କିନ୍ତୁ ଏଥିରେ ଜଣାପଡୁଛି ଯେ ଅଖୁଜା ନନା ଥିଲେ ଏ ଅଞ୍ଚଳରେ ଜଣେ ଦଳଦି ବନ୍ଧୁ ଦରଦି ମଣିଷ, ସମସ୍ତଙ୍କର ପୁଅ ହିସାବରେ ମା ମାଉସୀଙ୍କ ମାନଙ୍କର ପୁଅ ଭଳି ସେ କାମ କରୁଥିଲେ। ତେଣୁ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ତାଙ୍କର ଅମର ଆତ୍ମା ତ ସଦ୍ଗତି ହେଇଯାଇଛି, ସେ ଯୋଉଠି ଅଛନ୍ତି ଭଲରେ ଅଛନ୍ତି ଏବଂ ତାଙ୍କର ପରିବାରକୁ ପ୍ରଭୁ ଜଗନ୍ନାଥ ଭଲ ରଖନ୍ତୁ। ତାଙ୍କର 2 ଜଣ ପୁତ୍ର ସନ୍ତାନ ଅଛନ୍ତି, ସେ ମଧ୍ୟ ଭଲ ରୁହନ୍ତୁ, ତାଙ୍କର ସହପରିବାରକୁ ଭଲ ରୁହନ୍ତୁ। ଏବଂ ପ୍ରତାପ ସାମଲ, ବିଜୁ ଜନତା ଦଳ ସଭାପତି, ଧାମନର ବ୍ଲକ। ଆଜି ସ୍ୱର୍ଗତ ସୁଶାନ୍ତ କୁମାର ପଣ୍ଡା ଅଖୁଜା ନନାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ। এই ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ବିଜୁ ଜନତା ଦଳ ଧାମନର ତରଫରୁ ଏଠି ଗୋଟେ ବ୍ଲଡ ଡୋନେସନ କ୍ୟାମ୍ପ ଆମେ କରୁଛୁ। ଏ ବ୍ଲଡ ଡୋନେସନ କ୍ୟାମ୍ପକୁ ଆମର ଯିଏ ପୂର୍ବତନ ମନ୍ତ୍ରୀ, ଯାଜପୁର ବିଧାୟକ, ପୂର୍ବତନ ସାଂଗଠନିକ ସମ୍ପାଦକ, ବର୍ତ୍ତମାନ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ପ୍ରଣବ ପ୍ରକାଶ ଦାସ ବମ୍ବାଇ ଆସିକି ବ୍ଲଡ ଡୋନେସନ କ୍ୟାମ୍ପ ଉଦ୍ଘାଟନ କଲେ। ଏବେ ସୁଦ୍ଧା 20ରୁ ଅଧିକ ବ୍ଲଡ କଲେକ୍ସନ ହେଇସାରିଛି। ଆଶା କରୁଛୁ ନିଶ୍ଚିତ ଭାବରେ 100ରୁ ଉର୍ଦ୍ଧ୍ୱ ବ୍ଲଡ ଆମେ